ସାଙ୍ଗମାନେ ଶ୍ରାବଣ ମାସର କୌଣସି ବି ଦିନରେ ଚୁପଚାପ ନେଇ ଆସନ୍ତୁ କଳାଦୁଦୁରା ଫୁଲର ଚେର। ଏହାର ଚମତ୍କାରୀ ଲାଭ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜୀବନର ସବୁ କଷ୍ଟରୁ ଆପଣଙ୍କୁ ମୁକ୍ତି ମିଳିଯିବ। ଭଗବାନ ଶିବଙ୍କ କୃପାରୁ ଖୁସିରେ ପୂରି ଉଠିବ ଆପଣଙ୍କ ଘର ପରିବାର। ଆପଣଙ୍କର ସବୁ ମନସ୍କାମନା ତୁରନ୍ତ ପୂର୍ଣ୍ଣ ହେବ। ଏହି ଗୋଟିଏ ଦିନର ଉପାୟ କଲେ ଆପଣ ହୋଇଯିବେ କୋଟିପତି। ସାଙ୍ଗମାନେ ଶ୍ରାବଣକୁ ସନାତନ ଧର୍ମରେ ସବୁଠାରୁ ଅଧିକ ପବିତ୍ର ମାସ ବୋଲି କୁହାଯାଇଥାଏ। ଶ୍ରାବଣ ମାସରେ ପଡ଼ୁଥିବା ପ୍ରତ୍ୟେକ ଦିନର ବିଶେଷ ମହତ୍ତ୍ୱ ରହିଥାଏ। ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଗଙ୍ଗାଜଳ ଭଳି ପବିତ୍ର ଅଟେ। ଏହି ଦିନରେ କରାଯାଉଥିବା ପୂଜା ସାଧନା ଉପାୟ କେବେ ବି ବିଫଳ ହୁଏ ନାହିଁ। ଏହି ଦିନରେ ଭଗବାନ ଶିବ ଅତ୍ୟନ୍ତ ପ୍ରସନ୍ନ ମୁଦ୍ରାରେ ରହିଥାନ୍ତି ଏବଂ ଦୁଇ ହାତରେ ନିଜର ଭକ୍ତମାନଙ୍କ ଉପରେ କୃପା ବର୍ଷା କରିଥାନ୍ତି। କେବଳ ଭାରତରେ ନୁହେଁ, ବିଦେଶର ଲୋକ ମଧ୍ୟ ଶ୍ରାବଣ ମାସରେ ମହାଦେବଙ୍କ ପାଇଁ ବ୍ରତ ଉପବାସ ପାଳନ କରନ୍ତି। ବିଧି ବିଧାନର ସହ ପୂଜାପାଠ କରନ୍ତି, ଯେଉଁଦ୍ୱାରା କି ତାଙ୍କୁ ଭୋଳାଶଙ୍କରଙ୍କ କୃପା ଓ ଆଶୀର୍ବାଦ ପ୍ରାପ୍ତ ହୁଏ। ଏହି ଦିନ ଅନେକ ଲୋକ ସକାଳୁ ଉଠି କୌଣସି ପବିତ୍ର ନଦୀରେ ସ୍ନାନ କରି ପୂରା ଦିନ ବ୍ରତ ପାଳନ୍ତି। ଶାସ୍ତ୍ରରେ ବର୍ଣ୍ଣିତ ଅଛି କି ଯଦି ଆପଣ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ବ୍ରତ ରଖୁଛନ୍ତି ତ ଆପଣଙ୍କର ପୂର୍ବଜନ୍ମର ଏବଂ ଏ ଜନ୍ମର ସମସ୍ତ ପାପ କ୍ଷୟ ହୋଇଯିବ। ଆପଣଙ୍କୁ ମୋକ୍ଷ ପ୍ରାପ୍ତି ହେବ। ସାଙ୍ଗମାନେ ଯେବେଠାରୁ ଏ ସୃଷ୍ଟି ଆରମ୍ଭ ହୋଇଛି ସେବେଠାରୁ ଭଗବାନ ଶିବଶଙ୍କରଙ୍କ ମହିମା ଜ୍ଞାନ କରାଯାଇଛି ଏବଂ ଯେ ପର୍ଯ୍ୟନ୍ତ ଏ ସୃଷ୍ଟି ରହିବ ସେ ପର୍ଯ୍ୟନ୍ତ ମହାଦେବଙ୍କର ପୂଜା ଆରାଧନା କରାଯାଉଥିବ। ଶାସ୍ତ୍ରରେ ଲେଖା ଅଛି କି ଶ୍ରାବଣ ମାସରେ ପଶୁ ପକ୍ଷୀ ଗଛଲତାମାନେ ମଧ୍ୟ ମହାଦେବଙ୍କର ପୂଜା ଆରାଧନା କରିଥାନ୍ତି। ସାଙ୍ଗମାନେ ଶ୍ରାବଣ ମାସରେ ହିଁ ସମୁଦ୍ର ମନ୍ଥନ ହୋଇଥିଲା। ସମୁଦ୍ର ମନ୍ଥନ ସମୟରେ ସମୁଦ୍ର ଗର୍ଭରୁ ଅନେକ ଜିନିଷ ପ୍ରକଟ ହୋଇଥିଲା। ସେଥିମଧ୍ୟରୁ କାଳକୂଟ ନାମକ ବିଷ ମଧ୍ୟ ନିର୍ଗତ ହୋଇଥିଲା। ବିଷର କୁପ୍ରଭାବ ସୃଷ୍ଟି ଉପରେ ପଡ଼ିବାକୁ ଲାଗିଲା। ସେ ସମୟରେ ସୃଷ୍ଟିକୁ ବଞ୍ଚାଇବାକୁ ଯାଇ ଭଗବାନ ଶିବଶଙ୍କର ସେ ବିଷକୁ ନିଜ କଣ୍ଠରେ ଧାରଣ କଲେ। ବିଷର ପ୍ରଭାବରେ ଶିବଙ୍କର କଣ୍ଠ ନୀଳବର୍ଣ୍ଣ ହୋଇଗଲା। ସେବେଠାରୁ ଶିବଙ୍କୁ ନୀଳକଣ୍ଠ ମଧ୍ୟ କୁହାଯାଏ। ବିଷକୁ ଧାରଣ କରିବା ପରେ ଶିବଙ୍କର ଶରୀର ଉତ୍ତପ୍ତ ହେବାକୁ ଲାଗିଲା। ସେ ସମୟରେ ଆଦିଶକ୍ତି ପ୍ରକଟ ହୋଇ ସମସ୍ତ ଦେବାଦେବୀଙ୍କୁ ଶିବଙ୍କ ମୁଣ୍ଡରେ ଜଳ ଚଢ଼ାଇବା ପାଇଁ କହିଲେ। ଜଳରେ କଳାଦୁଦୁରା ଫୁଲ, ପତ୍ର, ଚେର, ବେଲପତ୍ର ଆଦି ମିଶାଇ ଦେବାଦେବୀମାନେ ଶିବଙ୍କ ମୁଣ୍ଡରେ ଜଳ ଚଢ଼ାଇଲେ। ସେହିଦିନଠାରୁ ମହାଦେବଙ୍କର ଅତି ପ୍ରିୟ ବୃକ୍ଷ ଓ ଫୁଲ ହେଉଛି ବେଲଗଛ ଓ ଦୁଦୁରା ଫୁଲ ଗଛ। ଏହି ପବିତ୍ର ଶ୍ରାବଣ ମାସରେ ଦୁଦୁରା ଫୁଲ ଏବଂ ଦୁଦୁରା ଚେରରେ କିଛି ବିଶେଷ ଉପାୟ କରିନେଲେ ମନୁଷ୍ୟର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ସାଙ୍ଗମାନେ ଯଦି ଆପଣ ଲମ୍ବା ସମୟ ଧରି ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି କିନ୍ତୁ ଆପଣ ନିଜ ମନପସନ୍ଦର ଚାକିରି ପାଇପାରୁନାହାନ୍ତି ତେବେ ଏ ଉପାୟ କଲା ପରେ ଆପଣଙ୍କୁ ଭଲ ଚାକିରି ନିଶ୍ଚିତ ମିଳିବ। ସାଙ୍ଗମାନେ ବନ୍ଦ ପଡ଼ିଥିବା ବ୍ୟାପାର ଆପଣଙ୍କର ପୁଣି ଥରେ ଚାଲୁ ହୋଇଯିବ। ଆପଣଙ୍କ ଜୀବନରେ ଧନ ଆଗମନର ମାର୍ଗ ଫିଟିଯିବ। ଆପଣଙ୍କ ସଞ୍ଚିତ ଧନରେ ବୃଦ୍ଧି ହେବ। ବ୍ୟାପାରରେ ଆପଣ ଲାଭବାନ ହେବେ। କୋର୍ଟ କଚେରୀରେ ଚାଲିଥିବା କେସ୍ରେ ଆପଣ ଜୟଯୁକ୍ତ ହେବେ। ଆପଣଙ୍କୁ ରାଜନୈତିକ ମଧ୍ୟ ମିଳିପାରେ। ସାଙ୍ଗମାନେ ଏ ବର୍ଷ ମୋଟ 4ଟି ଶ୍ରାବଣ ସୋମବାର ପଡ଼ୁଅଛି। ଏହି ମାସରେ ଆପଣ କଳାଦୁଦୁରାର ଏହି ଉପାୟଟିକୁ କରିନେବାର ଅଛି ଯାହା ବିଷୟରେ ଶିବ ପୁରାଣରେ ବର୍ଣ୍ଣିତ ଅଛି। କେବଳ ଏତିକି ଉପାୟ କରିନେଲେ ତୁରନ୍ତ ହିଁ ଆପଣଙ୍କୁ ମହାଦେବଙ୍କର କୃପା ଓ ଆଶୀର୍ବାଦ ପ୍ରାପ୍ତ ହେବ। ସବୁକିଛି ଉପାୟଗୁଡ଼ିକ ଜାଣିବା ପାଇଁ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି କମେଣ୍ଟ ବକ୍ସରେ ଶ୍ରଦ୍ଧା ଓ ଭକ୍ତିର ସହ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ।
ପ୍ରଥମ ଉପାୟଟି ହେଉଛି ମନସ୍କାମନା ପୂର୍ତ୍ତିର ମହା ଉପାୟ। ସାଙ୍ଗମାନେ, ଆପଣଙ୍କର କିଛି ବି ମନସ୍କାମନା ଥାଉ ନା କାହିଁକି, ଯେମିତି ଆପଣ ଯଦି ମନପସନ୍ଦର ଚାକିରି ପାଇବାକୁ ଚାହୁଁଛନ୍ତି କିମ୍ବା ଆପଣ ନିଜ ବ୍ୟାପାରରେ ଲାଭବାନ ହେବାକୁ ଚାହୁଁଛନ୍ତି, ଭାଗ୍ୟ ଆପଣଙ୍କ ହିତରେ ଯାଉ ବୋଲି ଯଦି ଆପଣ ଚାହୁଁଛନ୍ତି, କୌଣସି ଜମି ଜାଗାକୁ କିଣିବାକୁ ଚାହୁଁଛନ୍ତି, ନୂଆ ଘର ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଏହି ଉପାୟଟିକୁ ଶ୍ରାବଣ ମାସର କୌଣସି ବି ସୋମବାର ଦିନ କରିନେଲେ ସମସ୍ତ ଇଚ୍ଛା ଆପଣଙ୍କର ପୂରା ହୋଇଯିବ। ଆପଣ କ'ଣ କରିବେ ନା, ଶ୍ରାବଣ ମାସର ପ୍ରଥମ ସୋମବାର କିମ୍ବା ଦ୍ୱିତୀୟ ସୋମବାର, ଶ୍ରାବଣ ମାସର ଯେକୌଣସି ସୋମବାର ଦିନ ଗୋଟେ ଲୋଟା ଶୁଦ୍ଧ ଜଳ ନେବେ। ତାପରେ ନିଜ ଘର ପାଖାପାଖି ଥିବା ଶିବ ମନ୍ଦିରକୁ ଯାଇ ସେ ଗୋଟେ ଲୋଟା ଜଳ ଉତ୍ତର ଦିଗକୁ ମୁହଁ କରି ଶିବଲିଙ୍ଗରେ ଅର୍ପଣ କରିବେ। ଏହାପରେ ଗୋଟେ ଲୋଟା ଜଳ ଚଢ଼ାଇ ସାରି ଦୁଦୁରା ଫଳକୁ ହାତରେ ଧରି ଭଗବାନ ଶିବଙ୍କ ବୀଜମନ୍ତ୍ରଟିକୁ 108 ଥର ଜପ କରିବେ। ଭଗବାନ ଶିବଙ୍କୁ 108 ସଂଖ୍ୟାଟି ଅତ୍ୟନ୍ତ ପ୍ରିୟ ଅଟେ। ମହାଦେବଙ୍କ ବୀଜମନ୍ତ୍ର ହେଉଛି ଶ୍ରୀ ଶିବାୟ ନମସ୍ତୁଭ୍ୟମ୍। ଏହାପରେ ଶିବଲିଙ୍ଗ ଉପରେ ସେ ଦୁଦୁରା ଫଳକୁ ଚଢ଼ାଇ ଦିଅନ୍ତୁ ଏବଂ ଏହାପରେ ନିଜ ମନସ୍କାମନାକୁ ଜଣାଇ ଦିଅନ୍ତୁ। ଏହି ଉପାୟଟି ଶ୍ରାବଣ ମାସରେ ପଡ଼ୁଥିବା 4ଟି ସୋମବାର ମଧ୍ୟରୁ 2ଟି ସୋମବାର କରିବାର ଅଛି। ସାଙ୍ଗମାନେ, କେବଳ ଏତିକି ଉପାୟ କରିନେଲେ ଆପଣଙ୍କର ସମସ୍ତ ଇଚ୍ଛା ମହାଦେବଙ୍କ ଆଶୀର୍ବାଦରେ ନିଶ୍ଚିତ ପୂରା ହେବ। ସାଙ୍ଗମାନେ, ଯଦି ଦୁର୍ଭାଗ୍ୟ ଆପଣଙ୍କର ପିଛା ଛାଡ଼ୁନାହିଁ, ଆପଣଙ୍କର ସମସ୍ତ କାର୍ଯ୍ୟରେ ବାଧା ଆସୁଅଛି, ଆପଣ ନିଜର ଦୁର୍ଭାଗ୍ୟ ପାଇଁ ଅନେକ ଅସୁବିଧା ଭୋଗ କରୁଛନ୍ତି, ତେବେ ଏହି ଉପାୟଟିକୁ ଶ୍ରାବଣ ମାସରେ ପଡ଼ୁଥିବା କୌଣସି ଗୋଟିଏ ସୋମବାର ଦିନ କରିନେଲେ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ। ଆପଣଙ୍କ କୁଣ୍ଡଳୀରେ ଯଦି କିଛି ଦୋଷ ଥିବ, ଏହି ଉପାୟଟିକୁ କରିନେଲେ ତାହା ଦୂର ହୋଇଯିବ। ଆପଣ କ'ଣ କରିବେ ନା, କୌଣସି ବି ଶ୍ରାବଣ ସୋମବାର ଦିନ ଗୋଟିଏ କଳା ଦୁଦୁରା ଫୁଲ ଏବଂ ଗୋଟେ ଲୋଟା ଶୁଦ୍ଧ ଜଳ ନେଇ ଭଗବାନ ଶିବଙ୍କ ମନ୍ଦିରକୁ ଯିବେ। ମନ୍ଦିରକୁ ଯାଇ ସର୍ବପ୍ରଥମେ ଗୋଟେ ଲୋଟା ଜଳ ଉତ୍ତର ଦିଗକୁ ମୁହଁ କରି ଶିବଲିଙ୍ଗରେ ଅର୍ପଣ କରିବେ। ଏହାପରେ ସେ କଳା ଦୁଦୁରା ଫୁଲକୁ ଶିବଲିଙ୍ଗରେ ଚଢ଼ାଇ 108 ଥର ଓମ୍ ନମଃ ଶିବାୟ, ହର ହର ମହାଦେବ ମନ୍ତ୍ରଟିକୁ ଜପ କରିବେ। ଏହି ଉପାୟଟି କରିସାରି ଆପଣ ଶ୍ରାବଣ ମାସରେ ମଦ, ମାଂସ, ପିଆଜ ରସୁଣ ଭଳି ତାମସିକ ଖାଦ୍ୟକୁ ଗ୍ରହଣ କରିବେ ନାହିଁ। ଏହି ଉପାୟଟିକୁ କରିନେଲେ ଭାଗ୍ୟ ଆପଣଙ୍କ ହିତରେ ଯିବ। ଆପଣଙ୍କ ନବଗ୍ରହ ଆପଣଙ୍କର ସାଥ ଦେବେ। ଭଗବାନ ଶିବଙ୍କ ଦୟାରୁ ଆପଣଙ୍କର ସମସ୍ତ କଷ୍ଟ ଏ ଉପାୟଟି କଲାପରେ ନିଶ୍ଚିତ ଦୂର ହୋଇଯିବ। ସାଙ୍ଗମାନେ, ଯଦି ଆପଣଙ୍କ ଘରେ ସର୍ବଦା ପାରିବାରିକ କଳହ ଅଶାନ୍ତି ଲାଗି ରହୁଛି, ଘରର ସଦସ୍ୟମାନଙ୍କ ମଧ୍ୟରେ ବୁଝାବଣା ଭଲ ରହୁନାହିଁ, ତେବେ ଘରେ ଶାନ୍ତି ରକ୍ଷା ପାଇଁ ଆପଣ କ'ଣ କରିବେ ନା, ଶ୍ରାବଣ ମାସର ସୋମବାର ଦିନ ଗୋଟେ କଳା ଦୁଦୁରା ଗଛର ପତ୍ର ତୋଳିକି ଆଣି ସେ ପତ୍ରଟିକୁ ନିଜ ଘରର ଆଲମିରା ଉପରେ ରଖିଦେବେ। ଏହାର 7 ଦିନ ପରେ ସେ ପତ୍ରଟିକୁ ନେଇ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ। ଆପଣଙ୍କ ଘର ଉପରେ ଯଦି କେହି କଳା ଯାଦୁ କରିଥିବ କିମ୍ବା ଘର ଉପରେ କାହାର କୁଦୃଷ୍ଟି ଲାଗିଥିବ, ତେବେ ଏ ପତ୍ର ସେ ସମସ୍ତ ଜିନିଷକୁ ନିଜ ଭିତରକୁ ନେଇନେବ। ଏହି ଉପାୟଟି କରିନେଲେ ଧୀରେ ଧୀରେ ଆପଣଙ୍କ ଘରର ସମସ୍ତ ଅସୁବିଧା ଦୂର ହୋଇଯିବ। ଆପଣଙ୍କ ଘରର ଉନ୍ନତି ହେବ। ଆପଣଙ୍କ ଘର ଉପରେ ସର୍ବଦା ମହାଦେବଙ୍କର ଆଶୀର୍ବାଦ ରହିବ। ଆପଣଙ୍କ ଗୃହରେ ସକାରାତ୍ମକ ଉର୍ଜାର ସଞ୍ଚାର ହେବ। ସାଙ୍ଗମାନେ, ଆପଣ ତ ଜାଣନ୍ତି, ଯେଉଁ ବି ଘରେ ସକାରାତ୍ମକ ଉର୍ଜାର ବାସ ହୁଏ, ସେ ଘରେ ସର୍ବଦା ଦେବୀ ଦେବତା ନିବାସ କରନ୍ତି। ସାଙ୍ଗମାନେ, ଯଦି ଆପଣ ଲମ୍ବା ସମୟ ଧରି ରୋଗଗ୍ରସ୍ତ ଅଛନ୍ତି, ଆପଣଙ୍କ ରୋଗ ଭଲ ହେଉନାହିଁ, ଆପଣ ଟଙ୍କା ଖର୍ଚ୍ଚ କରି କରି ଥକିଗଲେଣି, ତେବେ ଆପଣ ଏହି ଉପାୟଟିକୁ ନିଶ୍ଚିତ ପାଳନ କରନ୍ତୁ। ଆପଣ ଶ୍ରାବଣ ମାସର ସୋମବାର ଦିନ
କଳାଦୁଦୁରା ଫୁଲ ଗଛର ଚେରକୁ ଆଣି ଗୋଟେ ଲୋଟା ଜଳ ନେଇ ଶିବ ମନ୍ଦିରକୁ ଯାଆନ୍ତୁ ଏବଂ ସେ ଜଳକୁ ଶିବଙ୍କୁ ଚଢ଼ାଇ ଦେବେ। ଏହାପରେ ସେ ଦୁଦୁରା ଚେରକୁ ହାତରେ ଧରି 108 ଥର ଶିବଙ୍କ ବୀଜମନ୍ତ୍ରକୁ ଜପ କରିବେ। ଶିବଙ୍କ ବୀଜମନ୍ତ୍ର ହେଉଛି ଓମ୍ ନମଃ ଶିବାୟ କିମ୍ବା ଶ୍ରୀ ଶିବାୟ ନମସ୍ତୁଭ୍ୟମ୍। ଏହି ମନ୍ତ୍ରଟି ଜପ କରି ସେ ଚେରକୁ କୌଣସି ଏକ ରୂପା କିମ୍ବା ପିତ୍ତଳ ତାବିଜରେ ପୂରାଇ ନିଜ ଗଳାରେ ସେ ତାବିଜକୁ ଧାରଣ କରନ୍ତୁ। ଏହି ଉପାୟଟି ଯଦି ଆପଣ ଶ୍ରାବଣ ମାସର କୌଣସି ବି ସୋମବାର ଦିନ ପାଳନ କରିନେବେ ତେବେ ଭଗବାନ ଶିବଙ୍କ କୃପାରୁ ଆପଣ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବେ। ଯେଉଁ ରୋଗ ପାଇଁ ଆପଣ ଚିନ୍ତିତ ଅଛନ୍ତି ସେ ରୋଗ ଦୂର ହୋଇଯିବ। ଏହି ଉପାୟଟିକୁ ପାଳନ କରିବା ସମୟରେ ଆପଣ ତାମସିକ ଖାଦ୍ୟ ଯେମିତିକି ମାଛ, ମାଂସ, ପିଆଜ, ରସୁଣ ଆଦିକୁ ଗୋଟେ ମାସ ପର୍ଯ୍ୟନ୍ତ ଗ୍ରହଣ କରିବେ ନାହିଁ ଏବଂ ପ୍ରତ୍ୟେକ ସୋମବାର ଦିନ ଶିବ ମନ୍ଦିର ଯାଇ ଶିବଙ୍କୁ ନିଶ୍ଚିତ ପୂଜା କରିବେ। ତ ସାଙ୍ଗମାନେ, ଏହା ଥିଲା ଦୁଦୁରା ଫଳ ବା ଦୁଦୁରା ଚେରକୁ ନେଇ କିଛି ଉପାୟ। ତେବେ ସାଙ୍ଗମାନେ, ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ।